ଦେଖ ଆଲିଗେସନ ଇଏ ଅଛି କି ଆମେ ମାନେ ଏଇଠି ଆମେ ଏମଏଲଏ ମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ବାଙ୍ଗାଲୋର ଆମେ ସିଫ୍ଟ କରୁଛୁ। କାଲି ରାଜ୍ୟସଭା ଇଲେକ୍ସନ ଅଛି। କାଲି ରାତି 8ଟା ବେଳକୁ 4 ବ୍ୟକ୍ତି ଓଡିଶାରୁ ବୀରେନ୍ଦ୍ର ପ୍ରସାଦ, ତାପରେ ଆପଣ ସୁରେଶ, ଆପଣଙ୍କ ଅଜିତ ସାହୁ, ସୀମାଞ୍ଚଳ ମହାକୁର ତାଙ୍କେ କାଲି ରାଉରକେଲା ଢେଙ୍କାନାଳରୁ ଆସି ଚେକ୍ ଇନ୍ କଲେ ସେଇ ହୋଟେଲରେ। ଆଜି ସକାଳେ ଯେତେବେଳେ ଆମେ ବ୍ରେକଫାଷ୍ଟ କରୁଥିଲୁ ଆମେ ଆଗ ପଛେ ବୁଲିବାକୁ ଚେଷ୍ଟା କଲେ, ପୁଣି ଲିଫ୍ଟରେ ଆମେ ଯେତେବେଳେ ଯାଉଥିଲୁ ଲିଫ୍ଟରେ ଆସିଲେ, ତାପରେ କିଛି ରୁମ ନ ଯାଇକିନା କୋଉ ଫ୍ଲୋରରେ ରହୁଛ ସେ କଲେ। ଆମେ ଯେତେବେଳେ ସନ୍ଧ୍ୟା ହେଲା ତ ନିହାତି ଭାବେ ଏଇଟା ଆମେ ଆଗେ ପୁଲିସକୁ ଫରୱାର୍ଡ କଲୁ। ଆମେ ଗୋଟେ ଏଫଆଇଆର ବି ଲଞ୍ଚ କରୁଛୁ କି ଆମ ଏମଏଲଏ ମାନଙ୍କୁ ତାଙ୍କେ ପ୍ରଭାବିତ କରିବା ପାଇଁ 5 କୋଟି ଟଙ୍କା ଅଫର କରିବା ପାଇଁ ଆସିଥିଲେ। ଆଣ୍ଡ ନିହାତି ଭାବେ ତାଙ୍କେ ଧମକି ବି ଦେଇଛନ୍ତି କି ନଦେଲେ ଓଡିଶାରେ କିଡନାପ କରୁ ଇଏ ସେ ବୋଲି ଆମେ ଏଫଆଇଆର ଲଞ୍ଚ କରୁଛୁ। ଆରେଷ୍ଟ ହେଲେଣି ନା ନାଇଁ, ଏଇଟା ତ ଇଣ୍ଟରୋଗେସନ ଚାଲିଛି। ଇଣ୍ଟରୋଗେସନ ରେ ଆମେ ଯାହା ଜଣା ପଡିଲା କି ସେଇଠି ଗୋଟେ ବ୍ୟକ୍ତିର ଫୋନରେ ଦିଲ୍ଲୀପ ରାୟ ଇଣ୍ଡିପେଣ୍ଡେଣ୍ଟ ବିଜେପି କ୍ୟାଣ୍ଡିଡେଟ୍ ବୋଲି ବାହାରିଲା। ଆଉ ଗୋଟେ ଲୋକର କଲ ଡିଟେଲ୍ସ ଏସିଏମ୍ କୁ ବାରମ୍ବାର କଲ୍ କରିଛନ୍ତି ବୋଲି। ପୁଣି ଇଏ ଅଜିତ ସାହୁ ପତା କଲୁ ଇଏ ଆପଣ ଜୟସୱାଲ ଜଣେ ଅଛନ୍ତି ଢେଙ୍କାନାଳର ଯୋଉ ମୁଖ୍ୟମନ୍ତ୍ରୀର ଖାସ ତାଙ୍କ ଲୋକ ବୋଲି। ତ ଏଇ ସବୁ କନସିଡେନ୍ସ କେମିତି ହବ? ସେ ବର୍ତ୍ତମାନ ତ ସେଠି କଂଗ୍ରେସ ଗଭର୍ଣ୍ଣମେଣ୍ଟ ବି ଅଛି। ଇଏ ତ ଯଦି ଚାହିଁବେ ବି ସେମାନେ ଆରେଷ୍ଟ କରିପାରିବେ, କରିବେ, ନିଶ୍ଚିତ ଭାବରେ କରିବେ। ଏବେ ପ୍ରଚାର ହଉଛି, ଆରେଷ୍ଟ କରିବେ, ସବୁ ବାହାର ହେବେ। କିନ୍ତୁ ଦିଲ୍ଲୀପ ରାୟଙ୍କ ସହିତ ତାଙ୍କର କିଛି ଲିଙ୍କ ତ ଆପଣ ଏଇଟା କହୁଛନ୍ତି, କିନ୍ତୁ ଦିଲ୍ଲୀପ ରାୟ ତାଙ୍କୁ ପଠେଇଥିବା ଏମିତି କିଛି ଜଣା ପଡୁଛି କି ସାର୍? ଆରେ ସେଇଠି ପୁରା ଲେଖା ହଉଛି କି ମେଫେୟାର ଏସିଏମ୍ କୁ ଫୋନ କରୁଛନ୍ତି ବାରମ୍ବାର। ଆପଣଙ୍କୁ ସେ ସେୟାର କରେ ଗୋଟେ ମେସେଜ ପୋଲିସ କି ଦିଲ୍ଲୀପ ରାୟ ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍, ଅଜିତ ସାହୁ କିଏ ବାହାର କରନ୍ତୁ ଢେଙ୍କାନାଳରେ, ସେ ଜୟସୱାଲ ଯିଏ ଅଛନ୍ତି ମୁଖ୍ୟମନ୍ତ୍ରୀ ଖାସ ଲୋକ ତା ଲୋକ କି ନାହିଁ। ଏତେ ସବୁ କନସିଡେନ୍ସ ଯିବେ ଯେ କାଲି ରାଜ୍ୟସଭା ଇଲେକ୍ସନ ଅଛି। ଆଜି ଆମ ଲିଷ୍ଟରେ କାହିଁକି ଚଢୁଥିଲେ ତାଙ୍କେ କାହିଁକି ଆମ ବିଧାୟକ ମାନଙ୍କୁ ବ୍ରେକଫାଷ୍ଟ କଲା ବେଳକୁ ଆगे ପିଛେ ବୋଲୁଥିଲେ। ସାର୍ ଏଇ ଯୋଉ ବସିଛନ୍ତି ଯାହାକୁ 2 ଜଣ ବସିଛନ୍ତି ଫେସ ଟୁ ଫେସ, ସେ 2 ଜଣ ସାର୍ କିଏ କଣ? ସେଇ ତ ଦିଲ୍ଲୀପ ରାୟ ଲୋକ, ସେଇ ହେଉଛନ୍ତି ଦିଲ୍ଲୀପ ରାୟଙ୍କ ଲୋକ। ହଁ, ସେ ବୀରେନ୍ଦ୍ର ପ୍ରସାଦ ଜଣେ, ଆଉ ଜଣେ ସେ ସୁରେଶ ନା କଣ ଗୋଟେ ତାଙ୍କେ 2 ଜଣ ମେନ୍ ଅଛି। ମାନେ ଯାହା ଆମକୁ ଲାଗୁଛି ଏଇଟା ତ ପୁଲିସ ଇନଭେଷ୍ଟିଗେସନ କରାଯିବ। ଆମେ ପୁଲିସକୁ ଦେଇଛୁ, ତଦନ୍ତ କରାଯିବ। ମାତ୍ର ଏଇଟା ଯୋଉ ଚାଲୁଛି ଏଇଟା ଆମ ଡେମୋକ୍ରେସି ପାଇଁ ଶୋଭକର ନାହିଁ। ଘୋଡା ବେପାର କିଛି ସ୍ଥାନ ନାହିଁ ଗୋଟେ ଡେମୋକ୍ରେସି। ଆମେ କଣ ମେଣ୍ଢା ଅଛୁ କି ବିକ୍ରି ହବୁ? ଆମ ବିଧାୟକ ମାନେ ସବୁ ଏକଜୁଟ ଅଛନ୍ତି। 8ଟା ବିଧାୟକ ଏଇଠି ଅଛନ୍ତି, 6ଟା ଭୁବନେଶ୍ୱର ଅଛନ୍ତି। ଆମେ ନିହାତି ଭାବେ କାଲି ଆମେ ସମର୍ଥନ କରିକିନା ଆମ ଯୋଉ କମନ କ୍ୟାଣ୍ଡିଡେଟ୍ ଯାହାକୁ ବିଜେଡି ବି ସପୋର୍ଟ କରୁଛି ସେ ବିଜୟ ଲାଭ କରିବେ। ସାର୍ ଏ ବିଧାୟକ ମାନେ ଆସିବେ କୋଉ ଆଜି ନା ଆସନ୍ତା କାଲି କଂଗ୍ରେସ? ସେଇଟା ଆପଣଙ୍କୁ ଜାଣିବା ତ ଆବଶ୍ୟକତା ଅଛି। ଆମେ ଆସି ଠିକ ଟାଇମରେ ଭୋଟ ଦେବୁ, ଆମେ ଅଛୁ।